ସୁବର୍ଣ୍ଣପୁର ପୁସ୍ତକ ମହୋତ୍ସବ 2026 ଆଜି ଆରମ୍ଭ ହେଉଛି। ତେଣୁ ଏହି ଉଦ୍ଘାଟନୀ ଦିବସ ଅବସରରେ ସମ୍ୟକ ଫାଉଣ୍ଡେସନ ପକ୍ଷରୁ ବହୁଜନ ମହାପୁରୁଷ ମାନଙ୍କ ବିଚାରଧାରା ଆଧାରିତ ସମତା ଆଧାରିତ ସମସ୍ତ ପ୍ରକାର ସାହିତ୍ୟର ଭଣ୍ଡାର ସମ୍ୟକ ଫାଉଣ୍ଡେସନ ଷ୍ଟଲ୍ ନମ୍ବର 2930 ଓପନ ହେଇଛି। ବିଭିନ୍ନ ସାମଗ୍ରୀ বা বিভিন্ন ପ୍ରକାର ପୁସ୍ତକ ଏଠି ଉପଲବ୍ଧ ହେଉଛି। କାରଣ ଆମେ ଜାଣିଛୁ ପୁସ୍ତକ ହେଉଛି କୌଣସି ପ୍ରକାର କାନ୍ତିର ମେରୁଦଣ୍ଡ। ତ ଏଇ ଯେଉଁ ସମାଜ ଅନ୍ଧବିଶ୍ୱାସ କୁସଂସ୍କାର ଏବଂ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସମ୍ବଳିତ ସାହିତ୍ୟ ଦ୍ୱାରା ପରିପୂର୍ଣ୍ଣ ହେଇଛି। ତେଣୁ ଏହାର ପ୍ରତିବଦଳରେ ଏକ ସମତା ଭିତ୍ତିକ ସମାଜ ଗଠନ ପାଇଁ, ଏକ ବୁଦ୍ଧିଦୀପ୍ତ ସମାଜ ଗଠନ ପାଇଁ, ଏକ ପ୍ରଜ୍ଞାପୂର୍ଣ୍ଣ ସମାଜ ଗଠନ ପାଇଁ ଯେଉଁ କଥା ମହାମାନବ ବୁଦ୍ଧ ଚାହୁଁଥିଲେ, ଯେଉଁ କଥା ସନ୍ଥ କବୀର ଚାହୁଁଥିଲେ, ଯେଉଁ କଥା ସନ୍ଥ ରବିଦାସ ଚାହୁଁଥିଲେ, ଯେଉଁ କଥା ତମାମ ମହାପୁରୁଷ ମାନେ ଚାହୁଁଥିଲେ ଏବଂ ଏ ସମସ୍ତ ମହାପୁରୁଷ ମାନଙ୍କ ବିଚାରଧାରାକୁ ଆଧାରିତ କରି ବାବା ସାହେବ ଆମ୍ବେଦକର ସମ୍ବିଧାନରେ ଯାହା ଦୃଷ୍ଟି ରଖିଲେ ଯେ ଏକ ସମତା, ସ୍ୱତନ୍ତ୍ର, ବନ୍ଧୁତା ଓ ନ୍ୟାୟ ରୂପକ ସମାଜ ବ୍ୟବସ୍ଥା ପ୍ରସ୍ତାବିତ ହେବ ଏବଂ ତାକୁ ଆଧାର କରିକି ଯେଉଁ ସାହିତ୍ୟର ଆବଶ୍ୟକତା ଥିଲା, ସେ ସାହିତ୍ୟକୁ ଓଡ଼ିଆରେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରିଛି ସମ୍ୟକ ଫାଉଣ୍ଡେସନ। ଏବଂ ସମ୍ୟକ ଫାଉଣ୍ଡେସନ ପକ୍ଷରୁ ଆଜି ଏଠାରେ ଓପନ ହେଇଛି ଷ୍ଟଲ୍। ତେଣୁ ଏ ଷ୍ଟଲ୍ ମାଧ୍ୟମରେ ଆମେ ନିବେଦନ କରୁଛୁ ସମଗ୍ର ବହୁଜନ ସମାଜ, ମୂଲ୍ୟବାସୀ ସମାଜ, ଯେଉଁମାନେ ସମତାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ପ୍ରଜ୍ଞାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଭାଇଚାରାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଏକତାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରୁଛନ୍ତି ଏବଂ ଏକ ସମତାପୂର୍ଣ୍ଣ ସମାଜ ଗଠନରେ ଯେଉଁମାନେ ଆଗ୍ରହୀ ଅଛନ୍ତି, ସେମାନେ ସମସ୍ତେ ଆସନ୍ତୁ। ଆଉ ଏଠାରେ ଉପଲବ୍ଧ ଥିବା ସାହିତ୍ୟକୁ ସେମାନେ ନିରୀକ୍ଷଣ କରନ୍ତୁ, କ୍ରୟ କରନ୍ତୁ ଏବଂ ନିଜେ ପଢ଼ିବା ସହିତ ନିଜର ପିଲାମାନଙ୍କୁ, ଭବିଷ୍ୟତ ପିଢ଼ିକୁ ମଧ୍ୟ ପଢ଼ିବା ପାଇଁ ସୁଯୋଗ ଦିଅନ୍ତୁ, ଯାହାଦ୍ୱାରା କି ଆମେ ପରବର୍ତ୍ତୀ ସମୟରେ ବାବା ସାହେବଙ୍କ ବିଚାର ଆଧାରିତ ଏକ ସମାଜ ଗଠନରେ ଆମେ ସକ୍ଷମ ହେଇପାରିବା। ମୋ ନାଁ ଅଭିରାମ ମଲ୍ଲିକ, ସଂଯୋଜକ ମୂଲ୍ୟବାସୀ ସମତା ପରିଷଦ, ତା ସହିତ ଆମର ସମ୍ୟକ ଫାଉଣ୍ଡେସନର ମଧ୍ୟ ଆବାହକ ବା ସଂସ୍ଥାପକ। ଆଉ ଏ ଯେଉଁ ପୁସ୍ତକ ମହୋତ୍ସବ ଇଙ୍କ ଫେଷ୍ଟ 7 ଦିନ ଧରି ଚାଲିବ। ଆଜିଠୁ ଆରମ୍ଭ ହେଉଛି 14ରୁ 21 ପର୍ଯ୍ୟନ୍ତ। ତେଣୁ ସମସ୍ତ ସାଥୀମାନଙ୍କୁ ଆଖପାଖର, ବିଶେଷ କରିକି ରାଜ୍ୟ ସରକାରଙ୍କ ତରଫରୁ ଡିସେମ୍ବରରେ ରାଜ୍ୟ ସ୍ତରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଇଥିଲା 15 ଦିନ ବ୍ୟାପୀ। ତେଣୁ ଏଠି ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଉଛି ସାହିତ୍ୟ ମହୋତ୍ସବ। ଏହା 7 ଦିନ ଧରି ଚାଲିବ। ତେଣୁ ସମସ୍ତେ ଭୁବନେଶ୍ୱର ଯିବା ଯେହେତୁ ସମ୍ଭବ ହୋଇନାହିଁ, ତେଣୁ କେବଳ ସୋନପୁର ନୁହଁ, ସୋନପୁର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ବୌଦ୍ଧ ବା ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଇଭିନିକି ଦେବଗଡ଼, ଏ ଜିଲ୍ଲା ଗୁଡ଼ିକରୁ ଯେଉଁ ସାଥୀମାନେ ଭୁବନେଶ୍ୱରକୁ ଯାଇପାରି ନାହାନ୍ତି ସେମାନଙ୍କ ପାଇଁ ଏଇଟା ଗୋଟେ ସୁଯୋଗ। ଏଠି ସମସ୍ତ ପ୍ରକାର ସାହିତ୍ୟ ଉପଲବ୍ଧ ଅଛି, ମହାପୁରୁଷ ମାନଙ୍କ ଜୀବନୀ ଅଛି ଏବଂ ଆନ୍ଦୋଳନ ରୂପରେଖ ସମ୍ପର୍କିତ ସାହିତ୍ୟ ମଧ୍ୟ ଅଛି, ସମ୍ବିଧାନ ଅଛି, ଆମ ଅଧିକାର ସମ୍ପର୍କିତ ଆଇନଗତ ପୁସ୍ତକ ଗୁଡ଼ିକ ଅଛି। ସେମାନେ ଆସନ୍ତୁ ଏବଂ ଏହାର ସୁଯୋଗ ସେମାନେ ନିଅନ୍ତୁ।